ଏଥିରେ ସନ୍ଦେହ ଅଛି? ନବୀନ ପଟ୍ଟନାୟକ ଗାଁ ଗହଳି ଚାରିଆଡ଼େ ଝୁରୁଛନ୍ତି। ନାଇଁ, ମୁଁ ଧନ୍ୟବାଦ ଦେବି ମୋହନ ମାଝୀ ମୁଖ୍ୟମନ୍ତ୍ରୀ, ବେଶୀ ଧନ୍ୟବାଦ ଦେବି କନକବର୍ଦ୍ଧନ ସିଂଦେଓ। ତାକୁ ଆମେ ଯାଇ ଦେଖା କଲୁ। ଚାଷୀ ଭାଇମାନେ ତୁରନ୍ତ କ୍ଷୟକ୍ଷତିର ହିସାବ ଆକଳନ କର। କେତେ ଧାନ ନଷ୍ଟ ହେଇଛି, କେତେ ପନିପରିବା ନଷ୍ଟ ହେଇଛି, କେତେ ରବି ଜାତୀୟ ନଷ୍ଟ ହେଇଛି, କେତେ ମୁଗ ବିରି କୋଳଥ ଡାଲି ନଷ୍ଟ ହେଇଛି। ଯାହା ହଉ ସେ ଦୃଢ଼ ପ୍ରତିଶ୍ରୁତି ଦେଲେ 7 ଦିନ ଭିତରେ କମିଟି ଯିବ ସ୍ପଟ୍କୁ। ଏଇନା କମିଟି ସ୍ପଟ୍କୁ ଯାଇଛି। ଜିଲ୍ଲାପାଳମାନଙ୍କୁ ଅର୍ଡ଼ର ହେଇଛି 15 ଦିନ ଭିତରେ ରିପୋର୍ଟ ଦେବା ପାଇଁ। ଯେଉଁ ଚାଷୀଙ୍କର କ୍ଷତି ହେଇଛି, ଭୟଙ୍କର କ୍ଷତି ହେଇଛି ବହୁ ଚାଷୀଙ୍କର ମଧ୍ୟ, ତୁରନ୍ତ ତାଙ୍କୁ କ୍ଷତିପୂରଣ ଦେବା ପାଇଁ କନକବର୍ଦ୍ଧନ ସିଂଦେଓ ପୁରା କାମ ଲଗେଇଛନ୍ତି। ମୁଁ କାଲି ଯାଇଥିଲି, ପରଦିନ ଯାଇଥିଲି, ମୁଁ ହିସାବ ଦେଖିଲି ଯେ ଇନକ୍ୱାରି ଚାଲିଛି ଏବଂ ମୁଖ୍ୟମନ୍ତ୍ରୀ କାଲି ଯାଇଛନ୍ତି ହୁଡ଼ା ଫୁଡ଼ା ଡେଇଁକି ବୁଲିବା ପାଇଁ। ତାଙ୍କ ଉପମୁଖ୍ୟମନ୍ତ୍ରୀ ଦୁଇଟା ମଧ୍ୟ ଯାଇଛନ୍ତି, ଗହିର ଫହିର ବୁଲିଛନ୍ତି, ମନ୍ତ୍ରୀମାନେ ବୁଲୁଛନ୍ତି। ଭଲ ଭଲ ଅଫିସରମାନେ ବୁଲନ୍ତୁ। ଇଏ ତ ମନ୍ତ୍ରୀମାନେ ବୁଲିବା ଆମର ଆଗରୁ ଅଛି। ଜିଲ୍ଲା ଦାୟିତ୍ୱରେ ଆମେ ସବୁ ଥିଲୁ ମନ୍ତ୍ରୀମାନେ। ଜାନକୀ ପଟ୍ଟନାୟକ କରିଦେଇଥିଲା। ଆମେ ପ୍ରତ୍ୟେକ ମନ୍ତ୍ରୀ ଗୋଟେ ଗୋଟେ ଜିଲ୍ଲା ଦାୟିତ୍ୱରେ ଥିଲୁ। ସର୍ବାଙ୍ଗୀନ ଉନ୍ନତି ଦେଖୁଥିଲ, ପ୍ଲାନିଂ। ଏତେ ବଡ଼ କଥା ନୁହଁ। ତେଣୁ ଅଫିସରମାନେ ତୁରନ୍ତ 10 ଦିନ ଭିତରେ କ୍ଷୟକ୍ଷତିର ହିସାବ ଡିପୋଜିଟ୍ କରନ୍ତୁ ଏବଂ 10 ଦିନ ଭିତରେ ମୋହନ ମାଝୀ କହିଛନ୍ତି କ୍ଷତିପୂରଣ ଯୋଗାଇ ଦେବେ, ଯୋଗାଇ ଦିଅନ୍ତୁ। ଚାଷୀ ବଞ୍ଚନ୍ତୁ। 11 ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି। ଉଜୁଡ଼ି ଯାଇଛି, ଆଉ କିଛି ନାହିଁ। ଜଲ୍ଦି ପଇସା ଦେଲେ ଫେର ଆମେ ଫସଲ ଆରମ୍ଭ କରିବୁ। ଏଥିରେ ସନ୍ଦେହ ଅଛି? ନବୀନ ପଟ୍ଟନାୟକ ଗାଁ ଗହଳି ଚାରିଆଡ଼େ ଝୁରୁଛନ୍ତି। ରାହୁଲ ଗାନ୍ଧୀକି ଝୁରୁଛନ୍ତି, ନବୀନ ପଟ୍ଟନାୟକ ଝୁରୁଛନ୍ତି। ଏ ନରେନ୍ଦ୍ର ମୋଦି ଯେଉଁ ଅନୁସାରେ ଦରଦାମ ବଢ଼େଇ ଦେଲା, ଯେଉଁ ଅନୁସାରେ ଇଡିକି ସିବିଆଇକି ୟୁଜ୍ କରୁଛି, ଆକ୍ରୋଶ ରଖିକି ମୁଖ୍ୟମନ୍ତ୍ରୀ ଗୁଡ଼ାକୁ ଜେଲକୁ ପଠାଇ ଦେଉଛି, ମନ୍ତ୍ରୀ ଗୁଡ଼ାକୁ ଜେଲକୁ ପଠାଇ ଦେଉଛି, ଯାହା ଉପରେ ତାର ରାଗ ରହିଛି। ୟାର ଦୃଢ଼ ପ୍ରତିବାଦ ଲୋକେ କରୁଛନ୍ତି। ତେଣୁ ରାହୁଲ ଗାନ୍ଧୀ ଆଡ଼େ ଲୋକ ମୁହାଁଇଲେଣି, ଆଉ ରାଜ୍ୟରେ ନବୀନ ପଟ୍ଟନାୟକ ମୁହାଁଇଲେଣି। ସେ ବି ଯାଉଛି, ବିକେଳେ ରହିପାରିଲାନି। ଏ ଯେଉଁ ଚାଷୀ ଆତ୍ମହତ୍ୟା କରୁଛନ୍ତି, ଫସଲ ନଷ୍ଟ ହେଇଛି, ଧାନ ନଷ୍ଟ ହେଇଛି, ପନିପରିବା ନଷ୍ଟ ହେଇଛି, ତାରି ପାଇଁ ଆଜି ନବୀନ ପଟ୍ଟନାୟକ ମଧ୍ୟ ବୁଲା ଆରମ୍ଭ କଲେ। ଆମେ ତ କଂଗ୍ରେସ ବାଲା ଘର ଘର ବୁଲା ଆରମ୍ଭ କରିଛୁ। ଆମକୁ ନିର୍ଦ୍ଦେଶ ଦେଇଛି ରାହୁଲ ଗାନ୍ଧୀ, ଘର ଘର ଯାଅ। ଆମେ ୱାର୍ଡ, ପଞ୍ଚାୟତ, ବ୍ଲକ ଚାରିଆଡ଼େ ବୁଲିକି ତଥ୍ୟ ସଂଗ୍ରହ କରି ସରକାରଙ୍କୁ ବିବରଣୀ ଦେଉଛୁ। ଏ ଚାଷୀମାନେ କେମିତି ବଞ୍ଚିବେ, ତାଙ୍କ ମେରୁଦଣ୍ଡ ସାରଖାର ହେଇଯାଇଛି, ଫେରେ ଷ୍ଟାର୍ଟ କରିବେ, ନୂଆ ଫସଲ କରି ଫେରେ ଆମମାନଙ୍କୁ ପନିପରିବା ଖାଦ୍ୟ ଯୋଗାଇବେ ଲାଗି ପଡ଼ିଛନ୍ତି।